ଗରିବ ତଥା ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଖୁସି ଖବର। ନିଜର କନ୍ୟା ସନ୍ତାନର ବିବାହ ପାଇଁ ସରକାର ଯୋଗାଇ ଦେବେ ଆର୍ଥିକ ସହାୟତା। ଏହି ଯୋଜନା ଅଧୀନରେ ସରକାର କନ୍ୟା ବିବାହ ପାଇଁ 51,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ରାଶି ସହାୟତା ଯୋଗାଇ ଦେବେ। ଏଥିପାଇଁ ଆପଣଙ୍କୁ ବିବାହ କରିବାକୁ ଥିବା ବିବାହଯୋଗ୍ୟ ସନ୍ତାନଙ୍କର ସମସ୍ତ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବାକୁ ହେବ। ଏଠାରେ କହି ରଖୁଛୁ ଯେ ଭିନ୍ନ ଭିନ୍ନ ନାଁରେ ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଉତ୍ତରପ୍ରଦେଶରେ ଏହାକୁ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ନାଁ ରଖାଯାଇଥିବା ବେଳେ ମଧ୍ୟପ୍ରଦେଶରେ ସାମୂହିକ କନ୍ୟା ବିବାହ କାର୍ଯ୍ୟକ୍ରମ ନାଁ ଦିଆଯାଇଛି। ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ନାଁ ଦିଆଯାଇଛି। ତେବେ ଏଥିପାଇଁ ସରକାର 2025-26 ଆର୍ଥିକ ବର୍ଷ ପାଇଁ ଗତ 17 ତାରିଖରେ ଆଗତ ବଜେଟରେ 12 କୋଟି ଟଙ୍କାର ବ୍ୟବସ୍ଥା କରିଥିବା ଘୋଷଣା କରିଛନ୍ତି। ଝିଅ ଜନ୍ମ ଏକ ଆଶୀର୍ବାଦ, ଅଭିଶାପ ନୁହେଁ। ଓଡ଼ିଆ ପ୍ରଥା ଓ ପରମ୍ପରାରେ ବିବାହ ବ୍ୟୟବହୁଳ ହୋଇଥିବାରୁ ବହୁ ଗରିବ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ଆମ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ଓ ଝିଅମାନଙ୍କର ମଙ୍ଗଳ ପାଇଁ ଏହିସବୁ ଯୋଜନା ସୁଭଦ୍ରା ଓ ସୁଭଦ୍ରା ପ୍ଲସ୍ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁମାନେ ଉଠାଇ ପାରିବେ ଏହାର ଲାଭ। ଗରିବ, ଆର୍ଥିକ ଅନଗ୍ରସର, ଛାଡ଼ପତ୍ର ନେଇଥିବା ମହିଳା ତଥା ବିଧବାମାନେ ଏହାର ଲାଭ ଉଠାଇ ପାରିବେ। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାନଦଣ୍ଡକୁ ମାନିବାକୁ ପଡ଼ିବ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାନଦଣ୍ଡ ଅନୁସାରେ କନ୍ୟା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ନିତାନ୍ତ ଜରୁରୀ। ବିବାହ କରିବାକୁ ଥିବା ମହିଳା ବା ଯୁବତୀ 18 ବର୍ଷରୁ ଅଧିକ ଓ 35 ବର୍ଷରୁ କମ୍ ହୋଇଥିବା ଜରୁରୀ। ସେହିପରି ପରିବାର ଆର୍ଥିକ ଦୁର୍ବଳ, BPL ସାମଗ୍ରିକ ପୋର୍ଟାଲ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ଆବେଦକ ମଧ୍ୟ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହାକୁ ଆବେଦନ କିପରି କରିବା। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ଗ୍ରାମ ପଞ୍ଚାୟତ, ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ନଗର ନିଗମ କାର୍ଯ୍ୟାଳୟକୁ ଯାଇ ଆବେଦନ କରିପାରିବେ। ସେହିପରି ଅନଲାଇନ୍ ମାଧ୍ୟମରେ ମଧ୍ୟ ଆପଣ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ଆବେଦନ କରିବାକୁ ହେଲେ କେଉଁ ସବୁ ଦସ୍ତାବିଜ ଆବଶ୍ୟକ ହେବ ଆସନ୍ତୁ ଜାଣିବା। ପ୍ରଥମଟି ହେଉଛି ବାପା ମାଆଙ୍କ ଆଧାର କାର୍ଡ଼, ଜନ୍ମଗତ ପ୍ରମାଣପତ୍ର, ପରିବାରର ଆୟର ପ୍ରମାଣପତ୍ର, ପରିଚୟ ପତ୍ର, ବ୍ୟାଙ୍କ ପାସବୁକ୍ ଓ ପାସପୋର୍ଟ ସାଇଜ୍ ଫଟୋ ସହିତ ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଆବେଦନ କରିପାରିବେ।